नमः शिवाय। श्री महादेवଙ୍କ स्तुति। जय जय उमाकान्त हे, जय शिव शंकर। जार पादे कोटि ब्रह्मांड, ध्यान करे गौर। सत गंगा जार जटारु, होई अछि बाहर। केउ जल आनी धोइबी, प्रभु चरण तोर। वृषभ जाहार बाहन, किस देवी आसन। पवन जाहार आहार, किबा देवी मो व्यंजन। गणेश जाहार छामुरे, पुत्र रूपे रुहंती। केउ मंत्र पढ़ी भोनाथ, तोते करिबी स्तुति। रुद्राक्ष जाहांक लुहरु, होई अछि बाहार। केउ माला देई तोषिबी, आहे चंद्रशेखर। रत्न जाहांकर रेतरु, होई अछि बाहार। केउ रत्न देई तोषिबी, कुह हे महेश्वर। कुबेर जाहार छाया रे, सदा रहिण थांती। केउ धन देई तोषिबी, कुह हे उमापति। जेउ पाद ध्याई मार्कंड, सात कल्प बंचिले। सही पाद ध्याई शुक्राचार्य मोर होइले। जेउ पाद ध्याई द्रौपदी, पंचपति पाइले। सही पाद ध्याई श्री विष्णु, चक्र हेले आनिले। जेउ पाद ध्याई चतुर्वेद, होइछि जात। सही पाद ध्यायेण मुनि, ऋषि तपरे रत। जेउ पाद लागी ब्रह्मा जे, पुत्र रूपे पाइले। सही पाद लागी अदिति, तुम्भ संग होइले। जेउ पाद ध्याई श्री कृष्ण, तुम्भ व्रत करिले। सही प्रसादरु सांब, परिपुत्र पाइले। जेउ पाद ध्याई अंगिरस, देव गुरु हेले। सही प्रसादरु शुक्राचार्य संजीवनी
ନେଲେ। ସେହି ପ୍ରାଦ ଧାଇ ସେହି ପାଦ ଧ୍ୟାଇ ବିଶ୍ରବା ଲଙ୍କା ଦକ୍ଷିଣା ନେଲେ। ସେହି ପାଦ ଧ୍ୟାଇ ଶ୍ରୀରାମ ସେତୁ ପ୍ରତିଷ୍ଠା କଲେ। ମହାମୃତ୍ୟୁଞ୍ଜୟ ମନ୍ତ୍ରଟି ପାଦ ପଦ୍ମରୁ ସୃଷ୍ଟି। ପ୍ରଶାନ୍ତ ସମୟେ ଜପିଲେ ଜୀବ ଲଭଇ ମୁକ୍ତି। ପାଦର ମହିମା ଈଶ୍ୱର କିସ ବର୍ଣ୍ଣିବ ତୋର। ସେହି ପାଦ ଧ୍ୟାଇ ପ୍ରଣାମ କରୁଅଛି ପଦର। ଶିବପୁରାଣ ଚତୁର୍ଥ ଖଣ୍ଡ ଅଜରାମର ଯୋଗ ବର୍ଣ୍ଣନା। ହୈମବତୀ ପୁଚ୍ଛା କଲେ ଆନନ୍ଦିତ ହୋଇ, ଶୂଳ ପାଣି ଜାପୁଛଇ କହନ୍ତୁ ବୁଝାଇ। ଅଜରା ଅମର ଯୋଗୁ ହୋଇ ଦେଶନ, ଶୁଣି ମାତାଙ୍କୁ କହନ୍ତି ପ୍ରଭୁ ଶଙ୍କର୍ଷଣ। ଶୁଣ ଗୋ ପାର୍ବତୀ ଏବେ ମନ କର୍ଣ୍ଣ ଦେଇ, ତୁମ୍ଭ ସାଧନା କହିବା ତାହାଙ୍କୁ ବୁଝାଇ। ଅତି ଗହନ ବନ ଯେ ଯହିଁ ଥିବ ରହି, ମାନବ ମାନେ ସେ ସ୍ଥାନେ ନ ପାରିବେ ଯାଇ। ପଞ୍ଚ ପଲ୍ଲବରେ ଘୋଟିଥିବେ ଅହଙ୍କାର, ବହି ଯାଉଥିବ ତାର ନିକଟେ ନିର୍ଝର। ସେ ଜଳେ ଆସନ ଯୋଗୀ ପାତିବ ଯତନେ, ହୃଦ କରିଣ ବସିବ ଯୋଗୀ ତୋଷ ମନେ। ଦିବାରାତ୍ରି ଏକ ଲୟ ବସିବ ତାପରେ, ହୃଦ ଜ୍ୟୋତି ଜନମିବ ତହିଁ ଯୋଗ ବଳେ। ହୃଦୟ ଚକ୍ରରୁ ଟେକି ଧ୍ୟାନ ବଳରେ, କ୍ରମେ ଊର୍ଦ୍ଧ୍ୱକୁ ଟେକିବ ପ୍ରାଣାୟାମ ବଳେ। ଧ୍ୟାନେ ବସିଥିବ ଦୁଇ ଚକ୍ଷୁକୁ ବୁଜିଣ, ଭ୍ରୁଲତାରୁ ଜ୍ୟୋତି ହୋଇ ବଟି ନିର୍ଗମନ। ଚନ୍ଦ୍ରକାନ୍ତ ମଣି ପରି ତାତେ ଯଦି ସଇ, ଭୁରୁ ମଧ୍ୟରୁ ପୁଣି ଜ୍ୟୋତି ଯେ ଜନମୟୀ। ଏକ ଲୟ କରିଥିଲେ ମନ ଚୈତନ, ଜ୍ୟୋତି ପ୍ରାପ୍ତ ହୁଅଇ ଯେ ମୁହୂର୍ତ୍ତ ମଧ୍ୟେଣ। ସେହି ଦିବ୍ୟ ଜ୍ୟୋତି ପୁଣି ଓଙ୍କାର ଅଟଇ, ଅନଳ ଜଳ କ୍ଷିତି ସେହିଟି ଯେ ବୋଲାଇ। ମହାଶୂନ୍ୟ ଜ୍ୟୋତି ନାମ ତାହାର ଅଟଇ, ଯୋଗୀ ଜନ ସେ ଜ୍ୟୋତିରେ ମନ ରଖିଥାଇ। ଅନ୍ଧକାର ସ୍ଥାନେ ଯାଇ ବସିବ ନିଶ୍ଚଳେ, ବସିବ ତହିଁରେ ଯାର ପଦ୍ମ ଆସନରେ। ଜ୍ୟୋତି ବ୍ରହ୍ମଲିଙ୍ଗେ କାଉନରେ କଲେ ଲୟ, ଶୁକ୍ଳ ବନେ ରୂପ ଦେଖିବଟି ଯୋଗୀ ପୁଅ। ରକତ ବରନ ଜ୍ୟୋତି କରିବ ଦର୍ଶନ, ପୀତବର୍ଣ୍ଣ ଜ୍ୟୋତି ପରେ କରୁ ଅନୁଧ୍ୟାନ। କୃଷ୍ଣ ବର୍ଣ୍ଣ ପୀତବର୍ଣ୍ଣ ପରେ ଦେଖାଯାଇ, ଇନ୍ଦ୍ରଧନୁ ପରି ନାନା ଚନ୍ଦ୍ର ଦିଶୁଥାଇ। ସେ ଚିତ୍ରକୁ ଯୋଗୀ ଯେବେ ଦର୍ଶନ କରଇ, ଶୀତ ଉଷ୍ଣ ବର୍ଷା ତା ଶରୀରେ ନ ଭେଦଇ। ପ୍ରଚଣ୍ଡ ବାୟୁ ବହିଲେ କିଛି ନ ହୁଅଇ, ଖଣ୍ଡା ତ୍ରିଶୂଳ ଅଙ୍ଗରେ ତାର ନ ଭେଦଇ। ଲଲାଟେ ସକଳ ବାଧା ଯୋଗୀ ଯାଏ ସହି, ଦିବ୍ୟ ଜ୍ୟୋତି ସେ ସ୍ଥାନରେ ପ୍ରକାଶ ହୋଇ। ସୂର୍ଯ୍ୟ ଉଇଣ ଆସଇ ପ୍ରଭାତ ଯେ ସନ, ଜ୍ୟୋତି ରୂପ ଦର୍ଶନେ ଯୋଗୀ ସିଦ୍ଧି ଲାଭ କରେ। ଯେ ରୂପ ଇଚ୍ଛଇ ଯୋଗୀ ସେହି ରୂପ ଧରେ, ଇନ୍ଦ୍ରିୟ ଗଣଙ୍କୁ ରଖିଥାଏ ଆୟତ୍ତରେ। ଅଣିମାଦି ଅଷ୍ଟଶୌର୍ଯ୍ୟ ତାହାକୁ ମିଳଇ,
ଯେ ଯାହା ମାଗିଲେ ସଦା ତାହାକୁ ମିଳଇ ପର ଦେହେ ପ୍ରବେଶ ହି ସୂକ୍ଷ୍ମ ରୂପ ଧରି ସରଗକୁ ଜିଣି ପାରେ ଯୋଗୀ ଯୋଗ ଧରି ତ୍ରିକାଳ କଥା ଜାଣଇ ସେ ସର୍ବଜ୍ଞ ଜାଣ ବସିଥିଲା ଠାରେ ତ୍ରିପୁର ବାରତା ମାନ ଜ୍ଞାନୀ ଗଣ ଗଣନାରେ ଅଗ୍ରଗାର ହୋଇ ପକ୍ଷୀ ତୁଲ୍ୟ ଗଗନରେ ସେ ପୁଣି ଉଡ଼ଇ ଅନଳରେ ଜଳସ୍ଥଳ ପବନ ମଣ୍ଡଳେ ଇଚ୍ଛା ସୁଖେ ଯାଏ ଇଚ୍ଛା ସୁଖେ ଆସିପାରେ ଦୂର ଦେଶ ଶବଦକୁ ସେ ଜିଣି ପାରଇ ମହାଜ୍ଞାନୀ ଜଗତରେ ସେ ଜନ ହୁଅଇ ଅଦୃଶ୍ୟ ହୁଏ ପାଶରୁ ଚାହୁଁଥାଏ ଏଣେ ଯହିଁକି ହୁଅଇ ମନ ଗମି ପାରେ ତେଣେ ପାଦୁକା ମନ୍ତ୍ର ଯେ ସିଦ୍ଧି ହୁଅଇ ତାହାର ଯୋଗୀଙ୍କ ମଧ୍ୟରେ ମହାଯୋଗୀ ସେ ନିଜର ଜରା ମୃତ୍ୟୁ ଜିଣି ପାରେ ଜ୍ୟୋତିର ସାଧନ ଅଜରା ମର ହୋଇ ନଥାଏ ସବୁଦିନେ ନଦୀ ବୃକ୍ଷ ପର୍ବତ ଯାଆନ୍ତି ଗୋଡ଼ାଇ ପଶୁ ପକ୍ଷୀ ସଙ୍ଗେ କଥା ବାରତା କରଇ ସବୁ ପ୍ରକାର ସିଦ୍ଧ ବାକ୍ୟ ହୁଏ ତାର ଚାରି ବେଦ ପଢ଼ଇ ସେ ସର୍ବଦା ନିଜର ପାର୍ବତୀ ଗୋ ଏହି ସବୁ ଯୋଗରେ ମିଳଇ ସୁପଣ୍ଡିତ ଜ୍ଞାନୀ ଜନ ଯେବେ ଥାଏ ରହି କର୍ମ ଫଳ ଭୁଞ୍ଜିବାରେ କାଟଇ ଯେ ଦିନ ପାପୀର ପୂର୍ବେ ନରକ ଭୋଗଇ ସେ ଜନ ପାପୀର ପୂର୍ବରେ ନରକ ଭୋଗନ୍ତି ସେ ଜନ ଭରସି କରନ୍ତି ନ କରିଲା ପାପମାନ ମନ୍ଦ ବୁଦ୍ଧି ସଦା କାଳେ ପାପୀ ଜନଙ୍କର ଆଖି କାନ ଥାଏ କାଲ ଅନ୍ଧ ସେହୁ ନର ଜ୍ୟୋତିର୍ଲିଙ୍ଗ ମୋର ନାମ ମୁହିଁ ମହେଶ୍ୱର ଚିହ୍ନେ ଥାଅ ଭଲ ରୂପେ ନ ଭୁଲି ମନର ମୁଁ ସୂର୍ଯ୍ୟମଣ୍ଡଳ ମହାଶୂନ୍ୟଟି ଅଟଇ ଚନ୍ଦ୍ର ମହାରୁଦ୍ର ନଳ ନୀଳ ମୋହି ଯାହାକୁ କହନ୍ତି ରୁଦ୍ର ଶ୍ରେଷ୍ଠ ଫୁସ ଜାଣ ପରମ ଜ୍ୟୋତି ସେ ମହିମା ଯେ ଅଗଣନ ଜରା ମୃତ୍ୟୁ ନ ବାଧଇ ଜାଣଇ ଯେ ଜନ ଅଜରା ମର ହୋଇ ନଥାଏ ଧରି ପ୍ରାଣ ପରମ ଶିବଙ୍କୁ ନ ପାଆନ୍ତି କେହି ଜନ ମହାଯୋଗୀ ଯୋଗ ବଳେ ପାଆନ୍ତି ଦର୍ଶନ ଜ୍ୟୋତି ସାଧନ କହିଲି ଆଗରେ ତୁମ୍ଭର ଶ୍ରବଣ କରିଲି ପ୍ରିୟା ହର ସମନର ଯୋଗ ସାଧିଲେ ସମୁଦ୍ରରେ ଯୋଗୀ ଯେ ବୁଡ଼ି ମରିବ ନାହିଁ ଅଗ୍ନିରେ ଜୀବନି ସେ ପୋଡ଼ି ସୁଖାଇ ପାରଇ ନାହିଁ ତାହାଙ୍କୁ ପବନ କରଇ ବିହାର ସେହି ସେ ସକଳ ସ୍ଥାନ ବିଷୟାର ସୁଅଟାରି ମନକୁ ଆଣଇ ବେନିକରକୁ ଯୋଡ଼ିବ ଓଠକୁ ଲମ୍ବାଇ ମୁଖେ ପିଇବ ନୀଳ ଅଳପ କରିଣ ଦୁଃଖେ ବହୁ କାଳ ଯେବେ କରିବ ସାଧନ ବାଟେ ଜଳ ତାକୁ ସ୍ରବି ଯାଏ ତହିଁ ପରେ ବଞ୍ଚାଏ ଜୀବନ ପୁଣି ସୁଦୀର୍ଘ ଯେ କାଳେ ଅମୃତଠୁ ବଳି କରି ସେ ଜଳ ଅଟଇ ପାନ କଲେ ସେ ଜଳକୁ ଯୋଗୀ ନ ମରଇ ଏ ଯୋଗ ସାଧନେ ଯୋଗୀ ହୁଅଇ ଅମର ଶରୀର ଦିଶଇ ତାର ଅତ୍ୟନ୍ତ ସୁନ୍ଦର ତେଜବନ୍ତ ଦିଶେ ସୂର୍ଯ୍ୟଙ୍କ ସମାନ ସେହି କ୍ଷୁଧା ତୃଷା ତାର ଅଙ୍ଗେ କେବେ ନ ବାଧଇ ମତ ହସ୍ତି ସମବଳ ଶରୀରରେ ତାର ସଦା ଗତି କରେ ସେହି ଅସପରକାର ଦୂରଦର୍ଶନ କରଇ ଗୁଧ୍ରର ସମାନ ଏକ ସ୍ଥାନେ ବସି ବାର୍ତ୍ତା କରଇ ଶ୍ରବଣ ପ୍ରଫୁଲ୍ଲ ପଙ୍କଜ କରି ମୁଖତା ଶୋଭଇ ନୂତନ ମେଘ ସମାନ ଶରୀର ଦିଶଇ
पंडित पणरे हुए बृहस्पति सम गंधर्वंक परि गीत करई गायन शुणी प्रिय अज्रामर जोग करे ही आवर एक प्रकार जोग मु कहई न जानती केही गुप्त जोग से अटई जाता आगरे ताहा कही न जोगाई ताकु मध्य आपणार जिह्वाकु खोसिब दृढ़ आसन रे बसी जोग को साधिब ह्रस्व की दीर्घ जिह्वा जे तुम भेटी करिण ललाट चक्रे अलट कमलर स्थान फुटिब ସେହି कमल जोग सिद्ध हेले जल वृष्टि हेतु अमृत तहिंरु झरे तालुका द्वार रे ସେହି अमृत झरई से अमृत पाने जोगी हरस हुई जोगी ସେହି सुधारस करिबारु पान अजर अमर हुए आरोग्य होइण लंब जिह्वा छोट करी ताहाकु रखिब रेफाग्र करी अग्रतार जे संपादिब मूल कमल कुरुद करी बटी जाण नटलिब स्थिर हेब जे सन पाषाण जेउ सुधा ताकु कमल झरी पड़िब ताहा पान कले बाधा दूर होई जीव सकल द्रव्य ସେହି क्षुधा सार होई पान करे जेहु ताकु निस्तार मिलई जरा मृत्यु आदि काल भय पाप भय न जानई जोगी ब्रह्मे करी थाई लय से सुधारे अंग जे भी जाई जे दियई क्षुधा तृषा नाशई अज्रामर से होई पंचमहाभूत थांती तार आयतरे सृष्टि को पड़ी पारई ସେହି इच्छा कले अपार जोगी जनक विचार अटई जोगलय संसार रे श्रेष्ठ बोली करी अन्य भावंती अछि जे सबल दृष्टिमान फल भुंजे जेहु बसी आचरे करम विचारिए सन नाना कष्ट सही थाई विपथगामी होइण वृथारे भ्रमई सुख भोग करई से स्वपनर परी पुनः जनमीण मृत्यु हुई ताहारी कर्म घेनी नर्क स्वर्ग भोगई से जन पुनः जन्म हेले सर्व जाए विस्मरीण जोग मार्ग सबुठारु श्रेष्ठटी अटई साधिले अजरामर से जोगी हुई शुण गो पार्वती अज्रामर जोग एही दिव्य गति लभे जोगी जे बेटी साधई सदाशिव गौरी को कहिले सन लेखनी धरिण लेखे बुद्धिमंत दीन छाया साधनर विवरणी ऋषि गण माने बेशुण मन देई सदाशिव पार्वती को जहा थिले कही मनुष्यर देह छाया कथा एबे शुण साक्षातरे शुभाशुभ पारिब जाणीण विस्तारी कहंतु सबु आगरे मोहर इच्छा अच्छी शुणिबई बेनी श्रवणर शुणी करी प्रभु हर बुझाई कहंती छायार लक्षण एबे शुण गो पार्वती जानिबाकु इच्छा ସେହି फल जे चाहिब पवित्र होई सौकल बसन पिंधिब धवल कुसुम माଳ गଳାରେ लंबाई सुबास चंदन थिब देहे माखी होई गोमୟରେ लिपि बेटी ସେହି ସ୍ଥାନ ଚନ୍ଦନର ଛେରା ତହିଁ ଦେବ ପକାଇଣ ମୃଗୁଳ ଗୁଆ ଘୃତ ଯେ ଅଗୁରୁର ଧୂପ ଦେବ ବସି ଚନ୍ଦ୍ର ସୂର୍ଯ୍ୟ କରି କରି ପୃଷ୍ଠ ମନ୍ତ୍ର ପଞ୍ଚାକ୍ଷର ପଢ଼ିବ ଯେ ସୁଆସନେ
ପଢ଼ିବ ଜପିବ ତାହା ଜାଣ ଶୁଦ୍ଧ ମନେ, ପଞ୍ଚଭୂତ ନବଦ୍ରବ୍ୟ ବାହାର ଭିତରେ, ଦେହ ସହିତ କରିବ ପିଣ୍ଡ ଆକାରରେ, ନିଜର ଛାୟାକୁ କରିବଟି ନିରୀକ୍ଷଣ, ଦେଖିବ ଯେ ବେଟି ଛାୟା ହେଲା ଶୁକ୍ଳ ବର୍ଣ୍ଣ, ପଞ୍ଚାକ୍ଷର ମନ୍ତ୍ର ପୁଣି କରିବ ପଠନ, ସର୍ବପାଠରୁ ତରିବ ମନ୍ତ୍ର ପ୍ରଭାବେଣ, ବ୍ରହ୍ମ ହତ୍ୟା ଆଦି ପାପ ଥିଲେ ଶରୀରରେ, ଜପ କଲେ ପାପ ମାନ ଚାଲିଯାଏ ଦୂରେ, ଜପ କରୁ ଛାୟା ଯେବେ ମୁଣ୍ଡ ନଥାଇଣ, ବେକଠାରୁ ଅବଶିଷ୍ଟ ହୁଏ ଦୃଶ୍ୟମାନ, ଜାଣିବ 6 ମାସ ମଧ୍ୟେ ହୋଇବ ମରଣ, ରଖି ନ ପାରିବେ କେହି ସିଦ୍ଧ ସାଧ୍ୟ ଗଣ, ସେ ଯୋଗୀ ପୁରୁଷ ତହିଁ ଭୟ ନ କରଇ, ସୁକଳ ବସନ ଛାୟା ଯେବେଟି ଦିଶଇ, ବହୁ ଧର୍ମ ଲାଭ ହେବ ଏ କଥା ଜାଣିବ, କୃଷ୍ଣ ବର୍ଣ୍ଣ ହେଲେ ପାପ ବୁଦ୍ଧି ଦେଖାଯିବ, ରକ୍ତ ବର୍ଣ୍ଣ ଛାୟା ଦୃଶ୍ୟ ବନ୍ଧନ ହୁଅଇ, ପୀତବର୍ଣ୍ଣ ଶତ୍ରୁ ଭୟ ପୁଣି ଉପଜଇ, ବାହୁ ଶୂନ୍ୟ ଥାଇ ଯେବେ ହୁଏ ଦୃଶ୍ୟମାନ, ବନ୍ଧୁ ବାନ୍ଧବ ତାହାର ହୁଅନ୍ତି ନାଶନ, ମୁଖ ବିହୀନ ଦେଲେ ନ ମିଳଇ ଯେ ଅନ୍ନ, ଭାରି ଜାନାମୟୀ ଯେବେ ହୁଏ କଟିହୀନ, ଜଙ୍ଘ ଶୂନ୍ୟ ଛାୟା ଯେବେ ଦର୍ଶନ ଦିଅଇ, ଧନ କ୍ଷୟ ଯାଏ ସତ୍ୟ ବାକ୍ୟଟି ଅଟଇ, ଦୁଇ ପଦ ଥୋଇଣ ହେଲେ ସେ ଦୃଶ୍ୟମାନ, ଜାଣିବ ପଡ଼ଇ ବେଶୀ ବିଦେଶ ଭ୍ରମଣ, ଛାୟା ପରୀକ୍ଷାର ଫଳ ଏପରି ଅଟଇ, ଆରେ ପ୍ରାଣ ପ୍ରିୟା ତୋତେ କହିଲି ବୁଝାଇ, ଅଛିଦ୍ର ଛାୟା ଯେବେ କର ଯେ ଦର୍ଶନ, ମନକୁ ଦେହ ସଙ୍ଗରେ ଦିଅ ମିଶାଇଣ, ମମ ହୃଦୟ ମଧ୍ୟରେ ନବାକ୍ଷର ଜାଣ, ଜପିବ ହୃଦୟରେ ସ୍ଥିର ମନକୁ କରିଣ, ବର୍ଷକ ପର୍ଯ୍ୟନ୍ତ ବସିଥିବଟି ନିଶ୍ଚଳେ, ଯୋଗ ସିଦ୍ଧ ହୁଅଇ ତାହାକୁ ଜପ କଲେ, ତେନେ ପୁର ସମ୍ପଦ ଯୋଗ ସିଦ୍ଧ ସେ ହେଲେ, ଅଣିମାଦି ଅଷ୍ଟ ସିଦ୍ଧ ମିଳଇ ସେ କାଳେ, ପାଦୁକା ମନ୍ତ୍ର ସିଦ୍ଧି ତାହାକୁ ଯେ ମିଳଇ, ଯହିଁ ଇଚ୍ଛା କରେ ତହିଁ ଯାଇ ସେ ପାରଇ, ଯୋଗ ସିଦ୍ଧି ଅନ୍ୟ ପ୍ରକାର ଯେ ଅଛଇ, ସର୍ପକୁଣ୍ଡ କାକୃତି ଆକାରଟି ଯେ ସେହି, ଅନ୍ୟ ପ୍ରକାର ଯୋଗ ସିଦ୍ଧ କଥା ଶୁଣ, ତାହା ଏବେ ତୁମ୍ଭଙ୍କୁ କହୁଛି ବୁଝାଇଣ, କୋଳ କୁଣ୍ଡଳିନୀ ଶକ୍ତି ଅଟଇ ଯେହି, ସର୍ପର କୁଣ୍ଡଳାକୃତି ଆକାର ଅଟଇ, ଅଜଣା ଶକତି ବେଳେ ଦେଖା ନ ଦିଅଇ, ସାଧନା କଲେ ଯୋଗୀ ତାହାକୁ ଯେ ଦେଖଇ, ଅପାନ ପବନ ଯେଉଁଠାରେ ବିଦ୍ୟମାନ, କୋଳ କୁଣ୍ଡଳିନୀ ଯେ ସେହିଠାରେ ଯେ ସ୍ଥାନ, ବ୍ରହ୍ମାଣ୍ଡର ଶିର ଦେବ ବଚନଟି ସେହି, ନିରନ୍ତର ସକଳ ବିଦ୍ୟାର ଯେ ମୂଳ, ଉପୁଜି ସର୍ବ ବିଦ୍ୟା ଯେ ଅଙ୍ଗରୁ ମହର, ଫଳ କୁଣ୍ଡଳୀ ନିତ୍ୟ ସନାତନୀ ଯେ ସେହି, ଜ୍ଞାନୀକୁ ଦୃଶ୍ୟ ଅଜ୍ଞାନୀ ଦେଖି ନ ପାରଇ, ଅଜପା ବିଦ୍ୟା ନାମରେ ଜାଣଇ ଜଗତ, ରୂପ ରୂପ ବ୍ୟକତ ବ୍ୟକତ ସେତ, ନାଦ ବିହୁ ବର୍ଣ୍ଣ ଅକ୍ଷର ସ୍ୱରୂପ ସେହି, ଶିର କମଳରୁ ସୁଧା ରୂପେ ସେ ଝରଇ, ଯୋଗ ସିଦ୍ଧା ଯେହୁ ତାହା କରିଥାଏ ପାନ, ଅଦ୍ରାମର ସେହି ନାହିଁ ଯା ଜନ୍ମ ମରଣ, କୋଳ କୁଣ୍ଡଳିନୀ ଯେହୁ କରେ ଦର୍ଶନ, ମହାଯୋଗୀଙ୍କ ମଧ୍ୟରେ ହୁଅଇ ଗଣନ, ସର୍ବଯଜ୍ଞ ତୀର୍ଥ ଫଳ ତାହାକୁ ମିଳଇ, ତେଣୁ ଏକଥା ତୁମ୍ଭଙ୍କୁ କହିଲି ବୁଝାଇ, ସଦାଶିବ ପୁରାଣ ମହିମା ଯେ ତାଙ୍କର,
दीन बुद्धि लेखे करिण जे विचार। पुराण शक्ति प्रतिपादन। पुराण चरित धातानंदन कहती, ऋषिगण श्रवण रे होइले तृपति। अति आनंदे कहती हे धातानंदन, तब करुणारु आंबे गलु निस्तरीण। न्याय अन्याय जोग मार्ग आदि जे ज्ञान, शिवंक पुराणे ताहा देई बुझाइण। तथापि तृप्ति आंभर मनटी नहई, अधिक जानिबा पाई आग्रह बढ़ई। कहुछि अन्य कथा मन देई जे शुण, कही संदेह करु मनरु जे मोचन। जोग मार्ग कथा जा कहिल जे बुझाई, सत्य त्रेतया द्वापरे हा दृश्यमान। एकरम मान सेहि कालर अटई, साधना निमन्ते बेळ से बेळ मिलई। नरे धनहीन हेबे कଳି जुगरे, धन जोगरु भ्रमिबे चक्र परकारे। नाना पाप कर्म मान करिबे रही, लागिथिबे पेट चाखंड पोषिबा पाई। वेद शास्त्र पुराण जेन करी पठन, दान ध्यान करिबाकु न पाइबे धन। अतिथि देवता न करिबे पूजन, देहिं कहि भ्रमुथिबे थिबे स्थान स्थान। काय क्षीण हेबे अल्प दिन रे मरण, काहाकु धर्म बोली न पारि जे कहिण। कଳି जुग जन मान धर्म एपरि, केउ परि से पापरु जीवे पुणी तरी। शुणिबा पाई कि बळी अछि आंभ मोर, धातांक नंदन ताहा कुह बुझाइण। ब्रह्मांक नंदन ऋषिंक मुख शुणिण, लोक हिते हा तुम्भे पुछुअछ पुण। तुम्भ वाक्य शुणी श्रद्धा बलिण छई, सकल कथा कहुछि शुण मन देई। अज्ञानी मानवे कଳି जुगे हेबे जन्म, करि न पारिबे से जे यज्ञादि कर्म। पुराण श्रवण अटई श्रेष्ठ धर्म, शुणिले पुराण जेबे सेहि निस्तरीण। पुराण पाठ करिले देवता मंदिरे, संतुष्ट हुअन्ति देवे ताहा पठन रे। यजन जाजन जप होम दान पुण्य, संकल्प महावाक्य आचार जे नियम। देवंक मन एथिरे जा संतुष्ट हुए, अधि से संतुष्ट देवे पुराण पढ़ाए। शिव विष्णु मंदिर रे देवालय स्थाने, साधु मेले पुराण पढ़न्ति जेउ जने। दत्स्वाधमेध फल से पाठक जे पाई, अन्ते वैकुंठपुरे गमन करई। संकल्प करि बसाई जे धर्म पुराण, देवता मंदिरे जेहु करई पठन। देहान्ते से दुई जन स्वर्ग को गमन्ति, पढ़िबा समय जेउ माने से शुणन्ति। विष्णु गीता भागवत श्री विष्णु पुराण, भक्ति चित्तरे पाठ करे जेउ जन। जेते पुण्य रजन ताहार होई, राजसूय यज्ञ संगे समान अटई। जन्म जन्मांतरे रहिथिबा पाप मान, दूर होई जाए पुणी पढ़न्ते पुराण। भागवत घर त्रिपथ वृक्षर तले, जे पदर बाजे हो शुणई कर्णरे। देवता समान अटन्ति से दुई जण, स्वर्गपुरे जान्ति गोदान कुल भीण। तुलसी पाशरे बसी पढ़े जे पुराण, ताहा इच्छा तुलसी करन्ति जे पूरण। सिंह शौच होई नदी कूले जेउ जन, निरंतरे बसी करे पुराण पठन।
सबु जन मानंकरे पूज्य जे हुई जहा इच्छा करे ताको से द्रव्य मिलई उभय संध्यारे जेहु पढ़ई पुराण ताहा ठारू बଳି केही नाही भाग्यवान दान यज्ञादि कर्मरे जे फल मिलई पुराण मध्यरे लेखा ताहा होई छई पांच पंच विंश चारि पाशरे बसाई पुराण देवी मंदिरे जे जन पढ़ई कहिले न सरे ताहार पुण्यर फल अंते देव विमान रे जाई स्वर्ग आळ जे बणर मणि बसी पुराण पढ़ई नारी शिरोमणि बोली ताहा कोटि कही धन जन गोप लक्ष्मी वर्धित हुई अपुत्री थिले उत्तम बंधन मिलई बालिका शुणिले दिन सुखरे कटई पति संगतरे घर द्वार करि थाई वृद्ध शुणिले पातक जे थाए ताहार 6 मास मध्य सबु होई जाए दूर पुराण को साई तीण रखई जे जन लक्ष्मी ता गृहरे वास करती जाइण ग्रह पीड़ा सर्प भय राज जयमान आसी व्याधि सहित रे उपद्रव मान ता गृह छाड़िण सर्वे जानती पलायिण मारी मासुरी भय जे जाए दौड़ैण पुराण जे नीति पढ़े समन डरई जाई छई मनस्काम पूरण होई गादी करे जेउ जन पूजई पुराण ता गृहरु बाधा मान जाए दूरेण प्रतिदिन पुराण जे ग्रामे पढ़ा जाए सेही ग्राम रे न थाए कदा मारी भय चिरी गुणी पिशाचिनी डाकिनी साकिनी दूरे चली जाती कर्णरे पुराण शुणी चंडी चामुंडी जे 64 जोग्नि गण भूत प्रेत आदि जेते करती भ्रमण पुराण पाठ ताहांक कर्णरे पढ़िले पलाई जाती सर्वे प्राण विकଳରେ ग्राम देवती पुराण पठन श्रवण करिले हुअन्ति सेही आनंदित मन ग्रामर मंगल मात सर्वदा करती जहा इच्छा करी सेही फल मान दियंती कଳି जुगरे से नरे जन्मिबे महीरे धर्म कर्म न रहिब काहारी पासरे हरिंकर नाम तुंडे न धरिबे केही न करिब शिव पूजन गौरव बही द्विजगण न करिबे संध्या तर्पण न पूजिबे जे देवता आदि पितृगण लोके अतिथि सत्कार न करिबे केही पेट पोषिबाकु बुलुथिबे धाई धाई आहार न देई गोरु जोचिबे जे हळ चषिबे गोदंडा पड़िया जे गोचर आन प्रतिकार ए पाप कोटि न थाई पुराण पठन कले जाएति दूरेई न बुझी पारिब जेबे अर्थ पुराणर पचारि बुझिब जे होथिब विज्ञानर किछि तत जेबे पाए ताहारी बଳରେ अन्ते सरगकु जीव देव विमानरे हेउ बान हेउ काशी अर्थ पुराणर कर्णरे पड़िले पाप होई जीव दूर पुराण पठन करू थाई जेउ जन गृहे तार रोग व्याधि न पारे पसीण श्रवण जे करे 4 वर्ग से लभई पुत्र नाती पाए पर जन्मे मुक्ति होई पुराण पाठ कए देह को जे छाड़िण करई स्वर्ग गमन चढ़ी देव जान अपसरा गण तार जीवा रास्ता परे
पुष्प बरसा करती मन आनंदरे जीव थिबा जाए पिंडे नीति जेउ जन शुणी नहिले करई पुराण पठन से दुहे निगम हेले ब्रह्मलोकु गमंती अचिरे परम पद प्राप्ति करती सते जन्म परे पूर्व वासना तांकर धरिण फेरी आसंती से मरतपुर राजा महाराजा घरे हईण जनम अतुल ऐश्वर्य भोग करती एमान शिवंक बेढ़ारे शिवलिंग सम्मुखरे सरागे पुराण पाठ जेउ जन करे सदा शिव तांको ठारे संतोष हुअंती कैलासपुरे ताकू मिलइब सती कुष्ठ व्याधि रहिथिब अंगरे जाहार नथिब से जन रही आपणा मंदिर श्रवण करिण ताहा अंतरे गुणिब 16 मास मध्यहर तो सजे होइब सकल व्याधिता अंग दूरेण नेबे पुराण पढ़ई बसी लक्ष्मी संगरे धन रत्ने परिपूर्ण हुए ता मंदिर नारायण मंदिरे पुराण पढ़ई परम गति दियंती तांको भावग्राही प्रतिदिन दुर्गा पासे पढ़ई पुराण निवेशिण थाए सदा तार पंचमान शत्रु माने डरी जाती ताड़ जे शुणेण सर्वसंपद ताहाकु जाएटी मिलीण श्राद्ध काले जेहु पुराण पाठ करई पितृगण संतुष्टता सदा थांते होई 14 पुरुष तार हुअंती उद्धार जेते बाधा थिले तार होई जाए दूर अपर्याप्त धन संगे संपद मिलई जहा इच्छा करे ताहा अवश्य मिलई पुराण पठन जेबे गोष्ठरे होई दुग्धवती होई जाती से सकल गाई तुलसी चौरा किबा नदीर कूଳରେ पुराण पढ़िले नाश जाए अक्लेशरे विष्णुଙ୍କ पासे अस्वस्थ थर जे मूଳରେ अस्वस्थ वृक्ष भूतल कियवा देउळे पुराण पाठ जे करे तार जय होई दिन बुद्धिमंत एहा गीतरे लेखई बीरक चरित सनत कुमार कहती धाता हे नंदन एक समाचार एवे शुण देई मन एक दिने आनंद रे ब्रह्मांक पासरे प्रवेश होइली मोहि दर्शन आशारे प्रणाम करी ताहांकु एसन कहई तुम्भे तात समस्तंकु अछत भियाई हृद कथा जान तुम्भे प्राणी मानंकर कथाए देखिली शुण मन करी स्थिर समन सदने एक दिन जाइथिली पथरे अनेक पापी साक्षात पाइली जेते दंड भोगुछंती पापी ए सकल कहिबा पाए कि ताहा नटई बेळ गर्जना तर्जना भयंकर जमगण पापी को माड़ मारती हेळान करिण जमदाढ़ अति भयंकर से अटई जमदूत माने निष्ठुर न पारिब कही आर्तनाद हर्निशि शुभे पापींकर देखि देखि पशि गली समन नगर शिमूली वृक्ष गोटिए देखिली पथरे कंटा मान लुहा कंटा परी से वृक्षरे पापी मानंकु कंटारे पोड़ी पकावंती गली थोड़े दूर मते लागिला भीति बेनी पासे चित्रगुप्त अछंती ताहार पांजी फेड़ी हानि लाभ करंती छामुर मते देखंती बहुत मान्य करी नेले
ବସାଇଲେ ରତନ ଖଚିତ ଆସନରେ। ସ୍ୱାଗତ ପୁଛି ବୋଲନ୍ତି ଶୁଣ ମୁନିବର। କେଉଁ କାର୍ଯ୍ୟ ଆସିଅଛ କହନ୍ତୁ ସତର। କେବେଠୁ କରିନଥିଲି ଦର୍ଶନ ତୁମ୍ଭର। ସେ କାରଣରୁ ଆସିଲି ମୁହିଁ ତୁମ୍ଭପୁର। ଏହି ରୂପେ ଆମ୍ଭେ କଥାବାର୍ତ୍ତା ହେବା ବେଳେ ପୁରୁଷ ଏକ ମିଳିଲା ଆସୀନ ସତରେ। ସୁନ୍ଦର ଚିତ୍ରିତ ଏକ ବସି ବିମାନରେ। ଆକାଶ ଖସି ପଡ଼ିଲା ଏ ମରତପୁରେ। ବଚନରେ ସେ ବିମାନ କହିଣ ନୁହଁଇ। ଶୁଦ୍ଧ ସୁବର୍ଣ୍ଣରେ ଅଛି ନିର୍ମାଣିଣ ବିହି। ବୈଦୁର୍ଯ୍ୟ ମୁକ୍ତାମଣି ରତନ ସମ୍ଭାର। ଖଞ୍ଜା ହେବାରୁ ବିମାନ ଦିଶଇ ସୁନ୍ଦର। ବୈଡୂର୍ଯ୍ୟ ବିମାନ ତହିଁ ଦିଶଇ ଶୋଭନ। ବସି ଯେ ଦେଖା ଦେବ ଯେ ନୃସିଂହ ସମାନ। ସେ ଆସନ୍ତେ ଯମରାଜ ତେଜିଣ ଆସନ। ଖଣ୍ଡେ ଦୂର ଯାଏ ଘେନି ଗଲେ ପାଛୋଟିଣ। ନିକଟ ହୁଅନ୍ତେ ତାଙ୍କ କରକୁ ଧରିଲେ। ଶୁଭରେ ଆସିଣ ବୋଲି ତାଙ୍କୁ ପଚାରିଲେ। ମୋର ସିଂହାସନ ବସ ଟିକେ ସୁସ୍ଥ ହୋଇ। ବ୍ରହ୍ମାଙ୍କର ପାଶେ ଯିବ ଆନନ୍ଦିତ ହୋଇ। ଏସନ କହିବା କାଳେ ଯେ ଯମରାଜନ। ପୁନରପି ଆଉ ଏକ ଦେଖିଲି ବିମାନ। ତାଠାରୁ ଅଧିକେ ଏକ ବିମାନ ଦେଖଇ। ଜଳୁଅଛି ସେ ବିମାନ ଦପ ଦପ ହୋଇ। ପୁରୁଷେକ ବସିଥିଲା ସେହି ବିମାନରେ। ଯମ ତାହାକୁ ନେଲେ କ ଅତି ଆଦରରେ। ବସାଇଲେ ତାହାଙ୍କୁ ଆପଣା ଆସନରେ। ବହୁମାନ୍ୟ ଦେଇ ତାଙ୍କୁ ସମ୍ଭାଷଣ କଲେ। ଯମକୁ ଅନୁଜ୍ଞା ମାଗି କିଛି କ୍ଷଣ ପରେ ନିଜର ଯାନରେ ବସି ସେହି ଚଳିଗଲେ। ଆଶ୍ଚର୍ଯ୍ୟ ହୋଇଲି ତାହା ଦେଖି କରି ମୋହି। ନାଶକର ଦେବତାକୁ ପଚାରିଲେ ଯାଇ। ତୁମ୍ଭେ ସକଳର ପୂଜ୍ୟ ସମନ ଦେବତା। ମନେ ବିଚାରିଛି ପୁଛି ବଇଁ ଏକ କଥା। ସମସ୍ତଙ୍କ ପୂଜ୍ୟ ତୁମ୍ଭେ ଅଟେ ଜନ୍ତୁରାଣ। ବ୍ରହ୍ମା ବିଷ୍ଣୁ ଶିବ ତବ ପୂଜନ୍ତି ଚରଣ। ଏଇ ଦୁଇ ପୁରୁଷଙ୍କୁ ଦେଖିଣ ସମନ। ବସାଇଲ ନେଇ ଆପଣଙ୍କ ସିଂହାସନ। ଶୁଣି କରି ମୋର ଗିର କହନ୍ତି ସମନ। ମୋହର ପୂଜ୍ୟ ଅଟନ୍ତି ଧର୍ମବନ୍ତ ଜନ। ଧର୍ମରାଜ ବୋଲି ନାମ ଆମ୍ଭର ଅଟଇ। ଧର୍ମାର୍ଥ ଜନଙ୍କୁ ତେଣୁ ପୂଜୁଅଛି ମୋହି। ଆମ୍ଭଠାରୁ ବଡ଼ ସିନା ଧାର୍ମିକ ସୁଜନ। ମନରୁ ସଂଶୟ ଏବେ ଛାଡ଼ନ୍ତୁ ଆପଣ। ଶୁଣି କରି ପୁନରପି ପୁଛିଲି ସମନ। ବଡ଼ ହୋଇଲେ ଦୁହେଁ କରିବି କରମ। ବିଷ୍ଣୁ ଶିବ ପୂଜା ଯମ ତପ ହୋମ କର୍ମ। ଅତି ସତ୍କାର ବ୍ରତ ଆଚାର ଯେ ଦାନ। ଦେଉଳ ପୁଷ୍କରିଣୀ ଜଳରେ ପାତ୍ର ଅନ୍ନ। ଏହା ସବୁ କଲେ ଲୋକେ ପୁଣ୍ୟାତ୍ମା ସୁଜନ। ଅହିଂସା ଓ କ୍ରୋଧ ସତ୍ୟ ଯେ ପଦାର୍ଥ ମାନ। ଧର୍ମର ପନ୍ଥା ମନା ଅଛଇ ଉତ୍ତମ। ପ୍ରାଣୀଠାରେ ଗ୍ରାଗ ଅହଙ୍କାର ନ କରିବ। ବାଟ ଘାଟେ ବୃକ୍ଷମାନ ରୋପଣ କରିବ। ହରିବନି ପର ନାରୀ ପରର ଯେ ଧନ। ଲୋଭ କରି ଜୀବିକା ନ ନେବ ଯେ ହରିଣ। ନିଷ୍ଠୁର ବଚନ କାହା ପ୍ରତି ନ କହିବ। ଜଳ ତିଳ ଦେଇ କରି ପିତୃଙ୍କୁ ତୋଷିବ। ସଂସାରେ ଅଛଇ ରହି ନାନା କର୍ମ ମାନ। ପାଳେ ଯେ ହୁଅର ଜୟୀ ବହୁତ ଯେ ଧର୍ମ। ଧର୍ମ ଅର୍ଥ କାମ ମୋକ୍ଷ ଚାରି ସେ ଲୋଭଇ। ସୁଜ୍ଞାନୀ ଜନକୁ ଏହି ମାନ ମିଳିଥାଇ। ଏ ଦୁଇ କଥାକୁ କିସ ଅଧିକ ଛଇ। ଏହି ଦୁଇ ଲୋକେ ପୁଣ୍ୟ ଅରଜିଛି କେହି। ତୁମ୍ଭେ ତାହାଙ୍କୁ ବସାଇ ଆପଣା ଆସନେ।
କିମ୍ପାଇଁ ପୂଜିଲ ସମାଦର କି ଯତନେ। ମୋଠୁ ଶୁଣି ସନ୍ତପତି କହିଲେ ବଚନ, ତାଙ୍କ ପୁଣ୍ୟ କଥା କହି ବାଟି ବୁଝାଇଣ। ବେଦିସ ନାମେ ନଗର ତହିଁ ବିଦ୍ୟମାନ, ଧରା ପାକ ନାମରେ ଯେ ତହିଁରେ ରାଜନ। ଏକ ଶିବ ଗଣ ବୀର କୋଟେ ତା ନାମ, ରହିଥିଲା ଆନନ୍ଦରେ କୈଳାସ ଭବନ। ପାର୍ବତୀ ବିନା ଦୋଷରେ ତାର କ୍ରୋଧେ ହେଲେ, ଜାଣି ନ ପାରି ବୀରକ କୁଦଣ୍ଡ ସେ ଦେଲେ। ଆନ ନାରୀ ସଦା ଶିବେ ଦେଉ ଭେଟାଇଣ, ସେ କାରଣ ବୋଲି ସାପ ସାପ ମୋର ଘେନ। ଶୃଗାଳ ହୋଇ ମର୍ତ୍ତ୍ୟରେ ହୋଇବୁ ଜନମ, ଭୁଞ୍ଜିବୁ ଅର୍ଜିଲା କର୍ମ ରହିଥିବ ମନ। ବୀରକ ସାପ ଶୁଣିଣ କରଇ କ୍ରନ୍ଦନ, ମାତା ପାର୍ବତୀଙ୍କ ପଦ କରିଲା ବନ୍ଦନ। ହୈମବତୀ ଜାଣିଲେ ନିର୍ଦ୍ଦୋଷ ଅଟଇ, ଯେଉଁ ଶୃଗାଳ ହୁଅ ବାକ୍ୟବାନ ଯେ ନହିଁ। 12 ବର୍ଷ ଉପବାସୀ ହୋଇଣ ରହିବୁ, ତେବେ ମୋର କୈଳାସକୁ ପୁଣି ବାହୁଡ଼ିବୁ। ବିତସ୍ତା ବେତ୍ରବତୀଏ ନଦୀ ଯେ ମଧ୍ୟର, ଜନମ ହୋଇ ତହିଁ ବୀରକ ଯେ ଶୃଗାଳ। ସାପ ପାଇ ମାତାଙ୍କର ହୋଇଲା ଜନମ, ଜାତି ସ୍ମର ପୂର୍ବ କଥା ପାରିଲା ଜାଣିଣ। ନ ଖାଇ ନ ପିଇ 12 ବର୍ଷ ରହିଥାଇ, ଶିବଙ୍କୁ ସ୍ମରି ସେଠାରେ ଭ୍ରମଣ କରଇ। ଶରୀର ତେଜିଲା 12 ବର୍ଷ ପରେ ସେହି, ଦେବଯାନରେ ବସିଲା ଦିବ୍ୟ ଦେହ ପାଇ। ନନ୍ଦୀ ଆଜି ଶିବ ଗଣ ଏଠି ପ୍ରବେଶିଣ, ଭେଟାଇଲେ ନେଇ ଯହିଁ ପ୍ରଭୁ ଶଙ୍କର୍ଷଣ। ସେ ବୀରକ ସାପରୁ ଯେ ଉଦ୍ଧାର ହୋଇଣ, ଭକତି ଭଲେ ବନ୍ଦିଲା ବୀରକ ଚରଣ। ମୋକ୍ଷ ପାଇଣ ଶୃଗାଳ ଲଭିଲା ମରଣ, ସେ ଧାମରେ ଥିଲା ଧରା ପାଳ ନର ରାଣ। ଆଶ୍ଚର୍ଯ୍ୟ ହୋଇଲା ସେହି କଥାକୁ ଦେଖିଣ, ପୁଣ୍ୟକ୍ଷେତ୍ର ଦେଲା ଏକ ଦେଉଳ ତୋଳିଣ। ସ୍ଥାପନ କରିଲା ଶିବଲିଙ୍ଗ ଦେଉଳରେ, ଗନ୍ଧ ପୁଷ୍ପ ଧୂପ ଦେଇ ପୂଜିଲା ସାଦରେ। ବ୍ରାହ୍ମଣଙ୍କୁ ଭୋଜନରେ ସନ୍ତୋଷ କରିଣ, ସୁମିଷ୍ଟ ପଦାର୍ଥ ଦେଇ ତୋଷ କଲା ମନ। ଅତି ଆନନ୍ଦରେ କଲା ତାହାଙ୍କୁ ପୂଜନ, ତୁଷ୍ଟ କରି ତାହାଙ୍କୁ ବସାଇଲା ଆସନ। ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଗଣମାନ, ବସିଲେ ନୃପତି ପାଶେ ପାଇ ସମ୍ମାନ। ଏକଇ ଯତି ବିଦ୍ୟା ବାକେ ତାହାର ନାମ, ଉତ୍ତମ ରୂପେ ପୁରାଣ କରଇ ପଠନ। ଧରାପାଳ ରାଜା ତାହାଙ୍କୁ ଡାକି ଆଣିଣ, ଉତ୍ତମ ବ୍ୟବହାରେ କଲା ତାହାଙ୍କୁ ପୂଜନ। ଧରାପାଳ କହେ ଯତି ପଢ଼ନ୍ତୁ ପୁରାଣ, ବର୍ଷେକ ଶୁଣିବୁ ଆମ୍ଭେ ପାତିଣ ଶ୍ରବଣ। ସନମତ ହେଲେ ଯତି ଶୁଣି ବାକ୍ୟମାନ, ଗୋଧିକୁ ଯଥା ବିଧିରେ କରିଲେ ପୂଜନ। ବ୍ୟାସ ସନ ପରେ ପୋଥି ଖୋଲିଣ ରଖିଲେ, ଦଣ୍ଡଧାରୀ ଶୁଣିଲେ ସେ ଯତି ଯେ ପଢ଼ିଲେ। ପୁରାଣ ପଣ୍ଡା ମାତ୍ରକେ ଦାନ ଦିଏ ସ୍ୱର୍ଣ୍ଣ, ମନୋରଞ୍ଜିବାକୁ ତାହା କରଇ ପ୍ରଦାନ। ତଦନ୍ତେ ସଦାଶିବଙ୍କୁ କରଇ ପୂଜନ, ତଦନ୍ତେ ଚଳି ଯାଆନ୍ତି ଯେ ଯାର ସଦନ। 16 ମାସ ଏହିପରି ପୁରାଣ ଶୁଣଇ, ଦୈବ ଯୋଗେ ପ୍ରାଣ ତ୍ୟାଗ
ନୃପତିର ହୋଇ। ଜାଣି କରି ଶଙ୍କର୍ଷଣ ଆଜ୍ଞା ମୋତେ ଦେଲେ, ନୃପତିଙ୍କୁ ଅଣାଯାଇ ଶୀଘ୍ର ବିମାନରେ। ତାହାଙ୍କ ଆଦେଶ ମୁହିଁ ପଠାଇ ବିମାନ, ଅଣାଇଲି ସେ ପୁଣ୍ୟାତ୍ମା ଧରାପାଳ ରାଣ। ପୁଣ୍ୟ ପ୍ରଭୁ ବସିଲା ଆସନରେ ମୋର, ପୂଜା କରି ପୁଣ୍ୟବନ୍ତ ଯେଣୁ ନୃପବର। ସୁଖେ ସେ ନୃପତି କରି ବଟି ସ୍ୱର୍ଗପୁରେ, ଦିବ୍ୟ ଗତି ମିଳେ ନୀତି ପୁରାଣ ଶୁଣିଲେ। ଦେବଯକ୍ଷ ସିଦ୍ଧ ସାଧ୍ୟ ବିଦ୍ୟାଧର ଗଣ, ସର୍ବଦା ତୋଷ ପୁରାଣ କରିଲେ ଶ୍ରବଣ। ପୂଜା ହୋମାଦି କରମ ପୁଣି ବଳିଦାନ, ଇନ୍ଦ୍ର ଆଦି ସନ୍ତୋଷ ହୁଅନ୍ତି ଦେବଗଣ। ପୁରାଣ ଶ୍ରବଣେ ପ୍ରତି ଅଧିକ ଜନ୍ମାନ୍ତି, आहे ମହାମନି ଜାଣି ଥାନ୍ତୁ ସମ୍ପ୍ରତି। ଶ୍ରାଦ୍ଧ ଦିବସରେ ଯେବେ ପୁରାଣ ଶୁଣାଇ, କର୍ମଠୁ ଅଧିକେ ତୃପ୍ତି ମୋ ମନ ହୁଏ। ଶ୍ରାଦ୍ଧରେ ତୃପ୍ତି ହୁଏ ନା ସେତେ ମୋର ମନ, ଦିବ୍ୟ ଗତି ପ୍ରାପ୍ତି ହୁଏ ଶୁଣିଲେ ପୁରାଣ। ସମନଙ୍କ ମୁଖ ଶୁଣି ଏସନ ବଚନ, ପୁନରପି ପୁଛିଲି ମୁଁ ଶୁଣନ୍ତୁ ସମନ। ଧରାପାକ ରାଜା ପେ ଶୁଣିଲା ପୁରାଣ, ଅନ୍ୟକୁ ଶୁଣାଇ ଦିବ୍ୟ ଗତି ଯେ ପାଇଣ। ଦିବ୍ୟ ଦେହ ପାଇ କରି ଅଇଲା ବିମାନେ, ତା ପଛରେ ଯେହୁ ତାର ନାମ କିସ ଜାଣେ। କେଉଁ ପୁଣ୍ୟ ମୋର ତୋରେ ଅର୍ଜନ କରିଣ, ଯାବଳାରେ ଆସିଲା ଯେ ଚଢ଼ିଣ ବିମାନ। ଶୁଣି କରି ଯମରାଜ କହନ୍ତି ବଚନ, ପୁଛା କଲେ ଯାହା କହୁ ଅଛି ବୁଝାଇଣ। ଯେଉଁ ସ୍ଥାନରେ ପୁରାଣ ହୁଅଇ ପଠନ, ଯେ ବଣ ନର ବସିଣ କରଇ ଶ୍ରବଣ। ଘରର କାର୍ଯ୍ୟ ଯେ ହୋତେ ଯା କରି ଯେ ଦେଇ, ସର୍ବଦା ଶେଷ ପର୍ଯ୍ୟନ୍ତ ପୁରାଣ ଶୁଣାଇ। ପୁରାଣ ଦକ୍ଷିଣା ବିପ୍ରେ କରଇ ପ୍ରଦାନ, ଊଣା କଦାପି ନ କରଇ ତାହାର ମନ। ପୁରାଣ ପଢ଼ା ବିପ୍ରର ବନେ ଅନ୍ୟ ଜନେ, କଡ଼ାଏ କଉଡ଼ି ଦେଇ ନାହିଁ କେଉଁ ଦିନେ। ଅତ୍ୟନ୍ତ କୃପଣ ଲୋଭାସକ୍ତ ସେହି ଜନ, ନ ଭୁଞ୍ଜଇ ଆପେ ନ କରଇ ସେ ଭୋଜନ। ପୁରାଣ ପଢ଼ା ଦ୍ୱିଜକୁ ଦିଅଇ ସେ ଦାନ, ଶତପାତ୍ର ଦାନ ୟାକୁ କହନ୍ତୁ ସୁଜନ। ବସିବା ପାଇଁ ଯାଇଛି ସେ ବହୁ ଲୋକରେ, ଆବର କଥା ଶୁଣ ଯେ ଅତି ଆନନ୍ଦରେ।
देवता अतिथि न पुरई सुजन देवता अतिथि न पूजई सुजन पुराण पढ़ावे प्रकु मात्र दिए दान सेहि पुण्य कर्म जोगु ताकु पूजिलई स्वर्गपुरे ताहाकु पूजिबे सची साई जमुनांक भ्रात कही होइले मौन आश्चर्य लागिला मते तुम्भर वचन सत्य करी कह सत्य अटे वचन श्रवण कले संदेह जीव दूरेण शुणिम वचन ब्रह्मा कहन्ति उत्तर जमा जाबोइले ताहा सत्य अटे गिर से दुहिंकु आसी जेण करिल दर्शन बहु भाग्य थिला बोली ता मनरे घेण देवता मंदिरे जे हो पुराण पढ़ई शुणन्ति जे जन ताहा आनंदित होई परम पद लाभ करन्ति सेहि जन एथकु संशय मनु दिय दूरेण परम पद पावन्ति देहान्ते सकल एथकु संशय किछि मने न विचार वेदवरंक मुखरु मुहि शुणिथिली मनरु संदेह तेज तुम्भंकु कहिली भक्ति मुक्ति दायक अटई पुराण मुख्य पद पाए जेहु करई श्रवण दीन बुद्धिमंत हस्ते लेखनी धरीण साप मुक्त प्राणी हिते लेखई पुराण।